सब गुड़ा क्वेश्चन मार्क हेलो मदन ठीक है ये अपन ठीक है कैपिटल अपनी एच स्मॉल एच ठीक है कोमल टच ही ठीक है स्मॉल लेटर रहियो मा स्मॉल लेटर I gave him money. I did not give him money. ତାପରେ did I give him money? କରେକ୍ସନ କରିକି ହେଇଯିବ ଦେଲେ ତ କମଲକୁ ଗେଭ୍ ଅଛି ନା ଗେଭ୍ ଥିଲେ ଆପଣ ଡିଡ୍ ହେଇଯିବ I give I gave him money give ଯଦି ଯିବ ତାହେଲେ do ବସିବ फुल स्टॉप दे ଆଉ ଏ ଯୋଉ ଆମର ଏସବି ଫାଇଲ ଦେ ଫିରଦୋଷ କୁ ଦେ ଦେଇଦବ ସେଟା ଗୋଟେ ଉଠିକି I have not have I done this for you have I done this अब डेट लगी हुई है डेट लगी हुई है कंप्लीट हाँ देखिए कंप्लीट ठीक है गोटे ठीक अच्छे ठीक बसिलु समस्ते करेक्शन करदबा सेंटेंस ट्रांसफॉर्मेशन जानि देले हम पे कौन टेंशन नाही एटा होची माने नॉर्मल जिन से बेले बेले हमको बजल करिवो ए लेख पिले करेक्शन कलो फर्स्ट सेंटेंस कोन दिला फर्स्ट सेंटेंस कोन दिला आई लाइक टू प्ले क्रिकेट पिले देखो ए आर दे दलो तनर पॉकेट फिर दूसरे से देखो पिले कॉपी स्टूडेंट मार्क
A graph is the particular thing. A graph is the question I like cricket na what? I like cricket. Official celebrity. Beta ink nahi hoga. I like to play cricket. I like to play cricket. That mane rakho. I is the subject. I is the subject. Like is the verb. And cricket is the object. Cricket is the object. आमे subject को शुभम केमिति determine करताउ. Subject जेतेबेले determine करू हम मने रे who आसे. Subject जेतेबेले हमें determine करिबा identify करिबा मने रे आसीबा who. I like to play cricket. Who like to play cricket? Answer is I. I is the subject. ମନେ ରେ ଯେତେବେଳେ ଆସିବ ମନେ ରଖ କ୍ରିକେଟ କୁ ଆମେ କଣ କହିଲେ ଅବଜେକ୍ଟ ଅବଜେକ୍ଟ ଟା କେତେବେଳେ ଆସିବ ଯେତେବେଳେ ମନରେ ଆସିବ what what ଯେତେବେଳେ ଆସିବ whom ଟା ଆସିଲା ଆମକୁ ସବଜେକ୍ଟ ପଡେ who ର ଅବଜେକ୍ଟିଭ ଫର୍ମ ହଉଛି who ମନେ ରଖିଥା ତେଣୁ ଯେତେବେଳେ what ଆସିଲା ମନରେ ତେଣୁ କରି ଆମର ସେଇଟା ହେଇଯିବ କଣ କି ଅବଜେକ୍ଟ ଆଉ ମନେ ରଖ ଏ word which changes tense is called a verb like ହେଲା present like ହେଲା past will like ହେଲା କଣ future ଏଇଟା ହେଲା future ଏଇଟା ହେଲା past ଏଇଟା ହେଲା କଣ କି present ତାହେଲେ ପ୍ରେଜେଣ୍ଟ ର ଯେତେବେଳେ ମେନ୍ ଭର୍ବ ରେ ବର୍ତ୍ତମାନ ଏଗୁଡା କହିଛି ଏଗୁଡା କୋଉ ଫର୍ମ ରେ ଅଛି ମେନ୍ ଭର୍ବ ଆମର ଭର୍ବ କୁ ଯଦି ଆମେ ଡିଭାଇଡ କରିବା ଗୋଟେ ହେଲା ଅକ୍ସିଲାରୀ ଭର୍ବ ଆଉ ଗୋଟେ ହେଲା କଣ ମେନ୍ ଭର୍ବ ହେଲା କି କମନ ଅକ୍ସିଲାରୀ ଭର୍ବ ଆଉ ଗୋଟେ ହେଲା ମେନ୍ ଭର୍ବ ଆମେ ଗୋଟେ ଭର୍ବ କୁ ମେନ୍ ଭର୍ବ କେତେବେଳେ କହିବା ଯାହାର ୱାର୍ଡ ଟା ସାଧାରଣତଃ ଥିବ କୋଉଥିରେ ଡିକ୍ସନାରୀ में ये वर्ड और ए वर्ब हैविंग लेक्सिकोलॉजिकल और डिक्शनरी मीनिंग ମୁଁ एग्जांपल କହିବି ଲାଇକ୍ ଲାଇକ୍ ମାନେ କଣ ପ୍ରିଫର କରିବା ଲାଇକ୍ ଏଟା ଅଲରେଡି ଡିକ୍ସନାରୀରେ ମିନିଂ ରେ ରହିଛି ମୁଁ ଯଦି କହିବି ଇଜ ମାନେ କଣ ହବ ଅଛି ହବ ଅଟି ହବ ହୁଏ ହବ ସେ ସେନ୍ସ ରହିବ ନା ତେଣୁ ମେନ୍ ଭର୍ବ କୁ କରେସ୍ପଣ୍ଡ କରିବା ପାଇଁ ଅକ୍ସିଲାରୀ ଭର୍ବ ରହିଛି ଯେମିତି ପ୍ରତ୍ୟେକ ଭର୍ବ ର ତିନିଟା ଫର୍ମ ଯେକୌଣସି ମ୍ୟାଟର ର ତିନିଟା ଷ୍ଟେଜ ରହିଛି ସଲିଡ ଲିକ୍ୱିଡ ଗ୍ୟାସ ସେମିତି ପ୍ରତ୍ୟେକ ଭର୍ବର ତିନିଟା ଫର୍ମାଟ ରହିଛି ପ୍ରେଜେଣ୍ଟ ପାଷ୍ଟ ଫ୍ୟୁଚର ତେଣୁ ଦେଖିବା ଆମେ କଣ କଲେ ବର୍ତ୍ତମାନ ଏଠି ଏ ଯୋଉ ଭର୍ବ ପାଟର୍ନ ରହିଛି ମେନ୍ ଭର୍ବ କୁ ଯେତେବେଳେ ଆମେ କନଭର୍ଟ କରିବା ସେତେବେଳେ ଆମେ ତିନିଟା ଜିନିଷର ହେଲ୍ପ ନବା ଡୁ ଭର୍ବର ଡୁ ଭର୍ବରେ କିଏ ଥିଲା ଡୁ ଡିଡ୍ ଡଜ୍ ଯଦି ବର୍ତ୍ତମାନ ଦେଖ ପ୍ରେଜେଣ୍ଟ ରେ ଅଛି ପ୍ରେଜେଣ୍ଟ ରେ ଇଏ କୋଉ ଫର୍ମାଟ ରେ ଅଛି V1 ଫର୍ମାଟ ରେ V1 ଫର୍ମାଟ ରେ ଯେତେବେଳେ ଅଛି କଣ ୟୁଜ ହବ ଡୁ ଯଦି ଏଇଠି ପୁଣି V1 ଫର୍ମାଟ ରେ କଣ ଲାଇକ୍ସ ଥାନ୍ତା ଏଠି ହି ଥାନ୍ତା ଆଇ ଜାଗାରେ ହି ଥାନ୍ତା ଲାଇକ୍ସ ଥିଲେ କଣ ହେଇଥାନ୍ତା ଡଜ୍ ଲାଇକ୍ ବି ଥିଲେ କଣ ହେଇଥାନ୍ତା ଡିଡ୍ ପଚାର ରାହୁଲ ପଚାରନୁ ଭାଇ କାଇଁ କରୁଛୁ ଯେତେ ଥର ପଚାରିବା ବୁଝା ହବ ଏକ୍ସଟ୍ରା କ୍ଲାସ ରେ ଛୁଟି ଦିନ ଆସ ବୁଝେଇବି କିନ୍ତୁ ବା ବେସିକ କନସେପ୍ଟ କ୍ଲିୟର ନ କଲେ ବାବା ଆମେ କଣ ଖାଲି ଇଂଲିଶ କଣ ଖାଲି କ୍ୱେଶ୍ଚିନ୍ ଆନ୍ସର କୁ ନେଇଯା ପଢିଦିଅ ଘରେ ହେଇଯିବ ତାପରେ ଆମେ କରିବା କଣ ଟୋଟାଲି ଡିଟେଲ ଷ୍ଟଡି କର ଆଉ ଭର୍ବ ପାଟର୍ନ ହଉଛି ଭାଇଟାଲ ପାଟର୍ନ ଯେପର୍ଯ୍ୟନ୍ତ unless and until we have grasped the relation relating to verb pattern English is incomplete ତାହେଲେ ଦେଖ ଏଇଠି ଆମେ କଣ କଲେ ଏଇ ଅନୁଯାୟୀ କମ୍ପ୍ଲିଟ କଲେ ମୁଁ କଣ ଦେଇଥିଲି ତମକୁ କ୍ୱେଶ୍ଚିନ୍ I like to play cricket ଏଠି କଣ କରିଥିଲେ ଆମେ ଯେତେବେଳେ ତାକୁ କଣ କରିବା ଇଣ୍ଟରଗେଟିଭ କରିବା ଏଇ ମେନ୍ ଭର୍ବ ର ପ୍ରେଜେଣ୍ଟ ଫର୍ମ ଏଠିକି ପଳେଇ ଆସିଲା କାହିଁକି ନା ମେନ୍ ଭର୍ବ ବର୍ତ୍ତମାନ ପ୍ରେଜେଣ୍ଟ ଟେନ୍ସ ରେ ଅଛି ତେଣୁ ଡୁ ଆଇ ଲାଇକ୍ ଟୁ ପ୍ଲେ କ୍ରିକେଟ ତାପରେ ଆସିବ କ୍ୱେଶ୍ଚିନ୍ ମାର୍କ
बुझीगला पायल सर देखो हमर डू आई लाइक टू प्ले क्रिकेट तापर आसी जीव क्वेश्चन मार्क जदि मु एठी वर्तमान कहिथांती ही लाइक टू प्ले क्रिकेट कोन हेतांता डिड ही लाइक डिड लागिला परे वर्ब ର पुणी V1 फॉर्मेट ବା प्रेजेंट फॉर्मेट पळी आसीबो जदि मु कहबी he likes to play cricket does he like to play cricket ଆଉ ମନେ ରଖ ଏ ଯୋଉ ଡୁ ଡିଡ୍ ଡଜ୍ ଏଗୁଡା ସବୁ କଣ ଅକ୍ସିଲାରୀ ଅକ୍ସିଲାରୀ ଭର୍ବ ପରେ ସାଧାରଣତଃ ଆମର କଣ ଲାଗିବ ନା ନଟ୍ ଲାଗିବ ବା ନେଗେଟିଭ ଫର୍ମାଟ ଲାଗିବ ହେଲା ଯୋଉଠି ଅକ୍ସିଲାରୀ ଭର୍ବ ଥିବ ଆମର ଅକ୍ସିଲାରୀ ଭର୍ବ ସବୁ କଣ ରହିଛି ଅକ୍ସିଲାରୀ ଭର୍ବ ଲିମନ be verb do verb has verb ଏଇଟା ହେଲା ଅକ୍ସିଲାରୀ ଭର୍ବ କଣ ପ୍ରାଇମେରୀ ଅକ୍ସିଲାରୀ ପୁଣି ଆସିଯିବ ମୋଡାଲ ଅକ୍ସିଲାରୀ ଆମର ଆସିଯିବ କଣ can could will could shall should may might used to ought to did dare must 13 plus 13 ସମାନ 26 ଆକୁ ପୁରା ମନ ଭିତରେ ରଖିବ ଏଗୁଡା ଯଦି ଷ୍ଟାର୍ଟିଂ ରେ ଥିବ ଖାଲି ସେଇ ଜାଗାରେ ନଟ୍ ଲଗେଇବ you must do this work you must do this work must you do this work ନେଗେଟିଭ କରିଦେବେ you must not do this work କଥା ବୁଝିପାରୁଛ you should go to Puri should you go to Puri you should not go to Puri modal auxiliary हो ବା primary auxiliary हो primary auxiliary ହେଲା 13 modal auxiliary ହେଲା 13 13 plus 13 equal to 26 English alphabet ରେ 26 ଟା letter ଅଛି ये तो चेंज ତେଣୁ ଗ୍ରାଫ୍ସ କଥା ଭଲସେ ପଚାର ଯେତେ ଇଣ୍ଟ୍ରିକେଟ କ୍ୱେଶ୍ଚିନ୍ ପଚାର ପିଲେ ଷ୍ଟୋରି ତ ସମସ୍ତେ ଆଜିକାଲି ଗାଇଡ ବୁକ୍ ମିଳିଲାଣି ଷ୍ଟୋରି ଟାକୁ ପଢିଦେବେ ଭାଇଟାଲ ହଉଛି କମ୍ପିଟେଟିଭ ରେ ପଢିବ ତମର ଗ୍ରାମାର ଯେତେ ଇଂଲିଶ ଲିଟରେଚର ଉପରେ ମନେ ରଖ ଯଦି ଆମେ ସୁପ୍ରିମ ହବା ରେଗୁଲାରଲି କିଛି କିଛି ଆମେ ଯଦି ଦେଖିଲ ଆଜି ଯଦି ଟେନ୍ସ ପାଟର୍ନ ଆମେ କ୍ୱେଶ୍ଚିନ୍ ଆନ୍ସର ଆରାଇଜ ନ କରିକି ଡାଇରେକ୍ଟ କଣ କରିଥାନ୍ତେ ପଳେଇ ଯାଇଥାନ୍ତେ ବୁକ୍ କେତେ ଆମର ନେଗ୍ଲିଜେନ୍ସ ହେଇଯାଇଥାନ୍ତା ସେଇଥିପାଇଁ ମନେ ରଖ ଗୋ ଥ୍ରୁ ଦ ବେସିକ୍ ଫାର୍ଷ୍ଟ ଇୟର ପିଲା ବେସିକ୍ ଉପରେ ଷ୍ଟ୍ରଙ୍ଗ ହୁଅ ଦିଟା ବହି ଆଇଦର ଆର୍ଏନ୍ ପଣ୍ଡା କିମ୍ବା ବୈକୁଣ୍ଠ ଆଚାର୍ଯ୍ୟ ଯୋଉମାନେ ଓଡିଆ ମିଡିୟମ ରୁ ଆମର କନଭର୍ଟ ହଉଛେ ବର୍ତ୍ତମାନ ପ୍ଲସ ଟୁ ଯୋଉମାନେ ଇଂଲିଶ ମିଡିୟମ ପିଲା ଅଛ ଜୋସେଫ ମାଇଲ ବିଶ୍ୱାସ ରେନାଲ୍ଡ ମାର୍ଟିନ ଥମସନ ମର୍ଟିନେଟ ଆଉ ଯୋଉମାନେ ମିକ୍ସ ପିଲା ଅଛ ଆଇସିଏସସି ସିବିଏସଇ ଆମର ବିଶେଷ କରି ସିଏଚଏସସି ବେଷ୍ଟ ବୁକ୍ ହଉଛି କଣ ପିସି ଦାସର ବୁକ୍ ଯୋଉମାନେ ଯେତେବେଳେ ରିଲାକ୍ସ ଚାହୁଁଛନ୍ତି ବୁକ୍ ଗୁଡା ମୋ ପାଖରେ ଆଭେଲେବଲ ଅଛି ଛୁଟି ଦିନ ଗୁଡାକରେ ନିଅ 2-3 ଦିନ ରଖିକି ପଢ ପୁଣି ଦେଇଦିଅ ପୁଣି ପଢ ଏମିତି କଲେ ଭଲ ଆଉ ସବୁ ବହି କଣ ଆଟ ଟାଇମ କିଣି ହବ ଜାଣିହେଲା ତ ଏଇଟା ତାହେଲେ ପିଲେ ଆମର ଗୋଟେ କାମ କରିବା ଆକ୍ଟିଭିଟି 1 ଟା ଘରେ କରିବ ମୁଁ ଯୋଉଟା ଡିସ୍କସନ କଲି ସେଇବା ଅବଜେକ୍ଟିଭ ସେନ୍ସ ଟା ଅବଜେକ୍ଟିଭ ମୁଁ କହିଲିନି ମି ଆଇ ର ଅବଜେକ୍ଟ ହେଲା କଣ ମି ହିମ୍ ଥିବ ହି ର ଅବଜେକ୍ଟ କଣ ହିମ୍ ସି ର ଅବଜେକ୍ଟ ହର ଏଗୁଡାକ ଆମେ ତମେ ଛୁଟି ଦିନରେ ଗୋଟେ ପଢି ଆସ ପାର୍ଟସ ଅଫ ସ୍ପିଚ ଟୋଟାଲି ତମ ବହିରେ ନାହିଁ ତମେ ଆସିଲେ ଗୋଟେ ଚାପ୍ଟର ରେଗୁଲାରଲି ପଢିଦେଲେ ପାର୍ଟସ ଅଫ ସ୍ପିଚ ହଉଛି 8ଟା କ୍ଲାସ ମୁଁ ନେଇଯିବି ପୁରା ବେସିକ ଷ୍ଟ୍ରଙ୍ଗ ହେଇଯିବ ଗ୍ରାମାର ବୁକ୍ ସମସ୍ତେ କିଣିବା ଦରକାର ନାହିଁ ଯୋଉ ପୋର୍ସନ ଅଛି ତାର ଜେରକ୍ସ କରି ନେଇ ପଳେଇବ ମୋ ପାଖକୁ ଘରେ ପ୍ରାକ୍ଟିସ କରିଦବ ଫାର୍ଷ୍ଟ ଇୟର ସେକେଣ୍ଡ ଇୟର ଇଂଲିଶ କି ଛାଡ଼ିଦେଲେ ଆଉ ଇଂଲିଶ କୋଉଠି ପଢି ପାରିବନି ପ୍ଲସ ଥ୍ରୀ ଲେଭେଲ ଗଲେ ତମେ କିଏ କୋଉ ଅନର୍ସ ଲେଭେଲକୁ ଯିବ ପିଜି ତାପରେ କରିବ କିନ୍ତୁ ମନେ ରଖ ଯେତେ ଯୋଉଠି ଲେକ୍ଚରସିପ କର ଯେକୌଣସି ସବଜେକ୍ଟ ଲେକ୍ଚରସିପ କରିବା ପୂର୍ବରୁ ଫାର୍ଷ୍ଟ ଅଫ ଅଲ୍ ଇଂଲିଶରେ ଲେକ୍ଚରସିପ କରିବା ଦରକାର କୁହ କୋଉଟା ଓଡିଆ ମିଡିୟମ ଲେଖା ଅଛି ସବୁଗୁଡା ଇଂଲିଶ ଉପରେ ରହୁଛି ତେଣୁ ପିଲେ ଆମେ ଦେଖିବା ଆଉ ଗୋଟେ ଆନାଲିସିସ କି ବର୍ତ୍ତମାନ ଯିବା ରିଲେଟିଂ ଟୁ ମୁଁ ସବୁ ତ ଡିଟେଲ୍ସ ଆଉ କହୁନି ଏଠି ଗୋଟେ ଚାପ୍ଟର ଆମେ କରିନବା ତମେ କଣ କରିବ ହୋମୱାର୍କ ରେ କରିଦେବାକୁ ଯୋଉଟା ଡାଉଟ ହବ ମତେ ପଚାରିବ ଫାର୍ଷ୍ଟ ୟୁନିଟ ଗଲା ପିଲେ ରିଲେଟିଂ ଟୁ ପେଜ ନମ୍ବର 19 पेज नंबर 19 रे गला तापरे पिले पेज नंबर 21 पेज नंबर 21 काना जानि होनी के बा देखि होनी ट्रबल टिके रहउची की ते मु फील करछु टिके ट्रबल होला बढिया काना कोन सीबीएसई की सीबीएसई हां सेया देखो नि दल पछ भय परिवार नहीं मोबाइल नहीं की बात करते हमर
साई मोटी साइड की चेक संबर नहीं कर नहीं पड़े कुछ नहीं होता इनिशियली होता की हर कंप्लीट हो जाता आगे ही कंप्लीट हो जाता चल हमें नहीं टेंशन बाबू आई थिंक मान ये में की भी जाता है यदि प्रेजेंट पे की से दूर हो जाए ये ना जी ये कौन है तो मेरे को कहना है ट्रांसफॉर्मेशन इनहेरिट ଆମେ ଖାଲି କହିଥିଲେ ଏଇଟା ହୁଏ ଏଇଟା ଉଠିଲେ କଣ ହବ ଆମେ କଣ I give you money ନେଗେଟିଭ କଣ ହବ I don't give you ହେଲା କିଛି ନାହିଁ ଏସବୁ ହେଇଯିବ ହେଇଯିବ ଏଇ ଯୋଉ ପାଠ କିଛି ନାହିଁ ତାହେଲେ ଟିକେ ଗୋଟେ ଜିନିଷ ମନେ ରଖ ଆମେ ଇଂଲିଶ ଉପରେ ପିଲେ ଯେତିକିଟା ରେଫରେନ୍ସ ପଢା ହେଲା ଆଜି ଧର ଯୋଉ ଆମେ ଟ୍ରାନ୍ସଫରମେସନ ପଢିଲେ ସେଣ୍ଟେନ୍ସ ର ଏଇଗୁଡାକ ବେସିକ ବୁକ୍ ରେ ଦେଇଛି କୋଉଠି ନା ବିଶେଷ କରି ବୈକୁଣ୍ଠ ଆଚାର୍ଯ୍ୟ ବୈକୁଣ୍ଠ ଆଚାର୍ଯ୍ୟ ସିମ୍ପଲି ୱେରେ ଦେଇଛି ତମେ ଯଦି ଥମସନ କଣ୍ଟିନେଣ୍ଟ କୁ ପଳେଇବ କିମ୍ବା ଯୋସେଫ ନହେଲେ ବିଶ୍ୱାସକୁ ପଳେଇବ ବୁଝିପାରିବନି ରେନନ୍ ମାର୍ଟିନେ ସେଇଭଳି ଟପ୍ ଲେଭେଲ ଦେଇଛି କିନ୍ତୁ ତମେ ଟପ୍ କେବେ ଜାଣ ତମେ ସିମ୍ପଲ ୱେରେ ବର୍ତ୍ତମାନ ବୈକୁଣ୍ଠ ଆଚାର୍ଯ୍ୟର ଟ୍ରାନ୍ସଫରମେସନ ଅଫ ସେଣ୍ଟେନ୍ସ ଟା ମୁଁ ଦେଖୁଛି ଯଦି ହେଲା ଗ୍ରୁପ ରେ ଛାଡିଦେବେ ଅଂଶଗ୍ରହଣ ପାଖକୁ ସେ ସେଣ୍ଡ କରିଦବ ତମର ଭୁଲ ହେଲେ କରେକ୍ସନ ହବ ଓରିଡି ମାନେ ଭୁଲ ପାଇଁ କାରଣ ଆମେ କୋଚିଂ ନଥିଲେ କଣ ପାଇଁ ଆମର ରେକ୍ଟିଫିକେସନ ପାଇଁ ନା ଷ୍ଟ୍ରେଟ ଫରୱାର୍ଡ ସାର୍ ମୁଁ ବୁଝିପାରିଲିନି ସାର୍ ମୁଁ କୋଉ ବହି ଫଲୋ କରିବି ଯୋଉ ଚାପ୍ଟର ଟା ନ ହେଇଛି ସେଟା ମୁଁ ମ୍ୟାଟେରିଆଲ ତମକୁ ପ୍ରୋଭାଇଡ କରିବି which is actually elementary knowledge basic knowledge ଦେଲା ପରେ ପରେ ଯାଇକି ମ୍ୟାଟେରିଆଲ ପ୍ରୋଭାଇଡ କରିବି ଆଚ୍ଛା ଏଇଟା ଗଲା ପିଲେ ପେଜ ନମ୍ବର 21 ଟିକେ ଦେଖ ଯୋଉଗୁଡାକ ଆମର ଆସୁଛି ଏକ୍ସାମ ରେ ଦେଖ पेज नंबर 21 रे अछि एक्टिविटी 3 एक्टिविटी 3 एक्टिविटी 2 टा मु कोन पय कंप्लीट करलेनी एटी रूल रो हमें कोन करबा कि वर्तमान फर्स्ट चैप्टर टा कंप्लीट हैला करे खाली आईएनजी फॉर्मेट गुडा प्लेसमेंट हेछि तेनु हमें काई टाइम वेस्ट करबा पळेस कोडी की एक्टिविटी 3 की हमें टोटल ऊपर कवर हबो मु चाहू छी एक्टिविटी 3 गोटे दिना बुझे देबी घर को होमवर्क दे देबी 1 और 3 जेते बळे जीवो तमे 8 कर दबो 2 at a time ମୁଁ ତମ ଉପରେ ବର୍ଡନ ଦେବାକୁ ଚାହୁଁନି ଠିକ ଦେଖ our neighbors dash go to Puri every winter every ଲାଗି ଯାଇଛି ମାନେ ଏଇଟା ନୀତିଦିନିଆ ଘଟଣା go our neighbors go to Puri every winter but this winter they are going to Sambalpur regularly ଯୋଉଟା ଥିବ simple ଯେତେବେଳେ ଫିରଦୋସ ଆସେ ରେଗୁଲାରଲି କହୁଥିଲେ ନା ମୋ ବସ ରେ ଆସେ ସେଟା ହବ ସିମ୍ପଲ ପ୍ରେଜେଣ୍ଟ ବଟ୍ ଟୁଡେ କଣ କରୁଛି କିନ୍ତୁ ଚାଲି ଚାଲି ଆସୁଛି ଅର୍ଥ ବୁଝିପାରୁଛ ଯୋଉଟା ରେଗୁଲାରଲି ଯୋଉ ଘଟଣା ଘଟିବ ସିମ୍ପଲ ପ୍ରେଜେଣ୍ଟ ଯୋଉଟା ଟ୍ରାନ୍ସଫରମେସନ ହବ ଅନ୍ ଦି ବେସିସ୍ ଅଫ ଦି ସିନାରିଓ କନସର୍ନ ସେଟା ଆମେ କହିବା ପ୍ରୋଗ୍ରେସିଭ ପ୍ରେଜେଣ୍ଟ ପ୍ରୋଗ୍ରେସିଭ ମନୀଷା ସାଇଲେଣ୍ଟ କାଇଁ ବୁଝିହଉନି ମା ବୁଝିହଉଛି ତ ପଚାର ଗ୍ରାମାର ଉପରେ ଯେତେ କ୍ୱେଶ୍ଚିନ୍ ପଚାରିବ ଫର ୟୋର ବେସିକ ନେକ୍ସଟ ଷ୍ଟୁଡେଣ୍ଟସ ଆଚ୍ଛା ଏଇଟା ଦେଖିବା କହିଲ ଆମ ଲମ୍ବୋଦର my father generally dash take the bus but today he dash walk to work ଆଚ୍ଛା ମୁଁ କହିବି ପୁଣି ଅଂଶୁ they generally dash take the bus but today they dash walk to work ଶ୍ରୀ କଣ କରିବା ହଁ ଏଇଟା ପଡିବ କରେକ୍ଟ ଦିଅରରେ ତମର ଏଇଠି ତମକୁ ପଜଲ ଭିତରେ ରଖିବ ତମେ ଦେଖିବ ଆମର ପର୍ସନ ହେଲା କେତେ ପ୍ରକାର ତିନି ପ୍ରକାର ଫାର୍ଷ୍ଟ ପର୍ସନ ସେକେଣ୍ଡ ପର୍ସନ ଥାର୍ଡ ପର୍ସନ ଫାର୍ଷ୍ଟ ପର୍ସନ ହେଲା ଆଇ ତା ପ୍ଲୁରାଲ वी सेकंड पर्सन होला यू प्लुराल कोन यू थर्ड पर्सन कोन ही सी इट ही सी इट ता प्लुराल कोन दे ही सी इट ର ପ୍ଲୁରାଲ ହେଇଗଲା ଦେ ଏରିଆକୁ ବେସ୍ କରି ପଙ୍କ୍ଚୁଏସନ ବେସ୍ କରି
नेक्स्ट क्लास रे रिमाइंड करिबा से सब्जेक्ट वर्ब ऊपर पढतो एग्रीमेंट विषय काहे ना से चैप्टर टा कंप्लीट न होले तम मान को भीतर टिके टिके रहि जाउची हमें टिके लेट हो कोन करिबा मु तो कुछ एक्स्ट्रा क्लास नै डोंट वरी के तो कांसेप्ट क्लियर हो हमें ग्रास्पिंग करके ओवरलुक करी पळेबा तेनु पिले देखो गोटे इंग्लिश लिटरेचर को जेतला हमें फोकस करिबा वाइटल रहउची चारिटा पर्सपेक्टिव गोटे हला पर्सन गोटे हला जेंडर आ गोटे होची कोन केस केस आ गोटे रहिची हमर पर्टिकुलरली कोन हमें जेंडर जेंडर हमें कहउचे कोन आ गोटे रहउची नंबर नंबर जेंडर पर्सन केस केस सब्जेक्टिव ऑब्जेक्टिव हेला कि सुन हमर जो बेसिकली टाइम हे गेला सुन हमर नंबर रहिची नंबर पुनी कोन नंबर कोन नंबर describe the quantity of a हाँ who describes the quantity of the कार क्वांटिटी की सब डिक्लेयर करिवो सब्जेक्ट सब्जेक्ट रो क्वांटिटी डिस्क्राइब करिवो सब्जेक्ट भीतर हमर कोन कोन आसी परिबो दी जिंस आसी परिबो गोटे ही परिबो कोन नाउन गोटे प्रोनाउन से जो प्रोनाउन चैप्टर भीतर पुनी रही डिस्कस तेन कर पिले हमर नंबर जेतला हम डिस्कशन करिबा बेसिकली सिंगुलर नंबर प्लूरल नंबर हमें जोटा कहचे एक वचन बहुवचन बोली हमें कहले जेंडर को मध्य हम डिस्कशन करिबा जेंडर हमर केते प्रकार रहउची फर्स्ट होची हमर कोन मैस्कुलाइन फेमिनाइन कॉमन आ गोटे रहउची हमर कोन नेटर जेंडर चारि प्रकार हम डिस्कशन करिबा सेटा हम कहबी नेक्स्ट क्लास रे कहबो सर जेंडर रो गोटे एग्जांपल दियंतु बोली टाइम इज गेटिंग टू ओवर नेक्स्ट रहउची पहिले हमर नंबर कहले केस कहले पर्सन कहले आ कोन गोटे रहिला जेंडर भी कहले जेंडर को तो डिस्कशन कले केस रहउची सब्जेक्टिव ऑब्जेक्टिव डिस्जंक्टिव तम प्लस 2 लेवल पे हमें एनालिसिस करिबा तीनटा जाक किंतु नॉर्मली बुक गुडा रे सब्जेक्टिव ऑब्जेक्टिव रहउची डिस्जंक्टिव रहउची कोन कि हमर विशेष करे जते बेले हमें ऑब्जेक्टिव और सब्जेक्टिव को कोन करिबा डिफाइन करिबा विशेष करे सेटा यूज करा देउची हमर इंपेरेटिव फॉर्म इंपेरेटिव रे कोन बेले बेले सब्जेक्ट रहउची कि रहउनी मु कहबी यू क्लोज द डोर कोन खाली कह यू क्लोज द डोर से जगह सब्जेक्ट रो किछ रहिला कि होय कि सेटा मु नहीं पारी से हमर ऑब्जेक्टिव और सब्जेक्टिव केप्स के एनालिसिस करिबा हैला कि ताले पहिले हमर देखो ए जो एक्टिविटी 3 टा ऊपर फोकस करिबा नेक्स्ट स्टूडेंट्स आ गोटे रहिछि पिले 24 पेज रो एक्टिविटी 8 24 पेज रो एक्टिविटी 8 यही तीनटा एक्सरसाइज तम मानक पई रहिला होमवर्क एक्टिविटी 1 एक्टिविटी 3 एक्टिविटी 8 जोटा मु डिस्कशन कली सेही अनुसार कहली कि हमें टोटल डिस्कशन करिबा एक्टिविटी गुडा जो रूल गुडा मु पढेली से बेसिस रे एनालिसिस करी सेम अछि जे पिला टिके ओवरलोड हे जे मु तनु कर दउ तांको एक्टिविटी 6 टा सेही बळी रहछि खाली आईएनजी आ सिंपल प्रेजेंट ठीक है जी तमे नाही 1 3 8 एती कंप्लीट करिया आसा yes ma'am अमित सर प्रेजेंट वर्षा प्रेजेंट स्मिता कैमरा इवेंजर टीमा पीटर प्रेजेंट गौरव बुक रे करियो बुक रे कंप्लीट करने दामोदर लिमानी प्रेजेंट लिप्सा लिप्सा प्रेजेंट मानसी अनिता प्रेजेंट मंतेश गुप्तचर नरेश निवेदिता निहारिका निखिल निशा पायल प्रधान अरे प्रधान बोले कौन की राहुल रश्मिता संजीव स्नेहसिस सौम्या शुभम सुमन Sorry.